ସକାଳ ପାହିଲା କିଣି ସବୁ ଘରଣୀ ମାନଙ୍କର ଚିନ୍ତା କ'ଣ ରୋଷେଇ କରିବେ। ଏଇଟା ମୋର ବି ଚିନ୍ତା କ'ଣ କରିବି ରୋଷେଇ। ଏଇଆ ଭାବିକି ଯାଇକି ରୋଷେଇ ଘରେ ଭାତ ହାଣ୍ଡିଟା ବସେଇ ସାରିଲା ପରେ ପୁଣି ଭାବିଲି କ'ଣ କରିବି ରୋଷେଇ। ପୁଣି ଗୋଟେ ଆଇଡ଼ିଆ ଆସିଲା। ଦେଖନ୍ତୁ ରୋଷେଇ କରି 1 ମିନିଟ୍ରେ କେତେ ଝାଳ, କ'ଣ କରିବି ଭଗବାନ। ଯାଇକି ଶାଗ କଥା ମନେ ପଡ଼ିଲା। ଛନଛନିଆ ଶାଗ ହେଇଛି, ଶାଗ ତୋଳିଲି। ଓ କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ ଶାଗ। କି ଖରା ହେ ଭଗବାନ, ସେ ପୁରା ମୋତେ ହିଁ ଅନେଇଛନ୍ତି। କେତେ ସୁନ୍ଦର ଦେଖାଯାଉଛି ଆକାଶ ଦେଖନ୍ତୁ। ଭିଉଟା ବଢ଼ିଆ ଦେଖାଯାଉଛି ଆକାଶରେ ଖରାରେ। ଏତେ ଦିନ ପରେ ଖରା ହେଇଛି। ଆଉ ଏଇ ପାଗରେ ଟିକେ ପଖାଳ ମନ ସୁଝିଛି। ଆଉ ପଖାଳ ତ ରେଡ଼ି, ଦହି ପଖାଳ ପୁଣି। ବାବୁ ଆମର ଆଳୁ ଚକଟୁଛନ୍ତି, କାହିଁକିନା ତାଙ୍କ ହାତରୁ ଟିକେ ଟେଷ୍ଟି ଲାଗେ ତ ତାକୁ ଧରେଇ ଦେଇଛି ଚକଡ଼ିବା ପାଇଁ। ଆଉ ସମସ୍ତେ ଖାଇବା ପାଇଁ ରେଡ଼ି। ମୋ ପୁଅ ବହୁତ ଖୁସି ହେଉଛି, ତାକୁ ଦହି ପଖାଳ ବହୁତ ଭଲ ଲାଗେ। ସେ କହୁଛି ବହୁତ ବଢ଼ିଆ ହେଇଛି ମାମା। ବାବୁ ତାଙ୍କର ୱେଟ୍ କରୁନାହାନ୍ତି, ସେ ଖାଇବାରେ ବ୍ୟସ୍ତ, କାହିଁକିନା ତାଙ୍କୁ ବି ଭୋକ ଲାଗିଲାଣି। ପୁଅ କହୁଛି ମୋର ଟେଷ୍ଟି ହେଇଛି ମାମା। ଆଉ ସିଏ ବି କହୁଛନ୍ତି ବହୁତ ଟେଷ୍ଟି ହେଇଛି। ମୁଁ ସମସ୍ତଙ୍କ ମୁହଁରୁ ଟେଷ୍ଟି କଥା ନ ଶୁଣିକି ମୋତେ ଆଉ ରହିହେଲାନି। ମୁଁ ଗୁଣ୍ଡେଟେ ଖାଇଲି। ଓଃ କି ଆତ୍ମା ତୃପ୍ତି, ବିଶ୍ୱାସ କରିବେନି। ଦେଖନ୍ତୁ ଏଇ ହେଉଛନ୍ତି ଆମର ଛୋଟ ପରିବାର। ଆମେ ଛୋଟ ଛୋଟ ଖୁସିରେ ବହୁତ ଖୁସି ହେଇଯାଉ। ପଖାଳ ଖାଇକି ଦେଖନ୍ତୁ ଘୁଙ୍ଗୁଡ଼ି ମାରିଲେଣି, କେବଳ ମୁଁ ବାକି ଅଛି। ଖରାବେଳ ଆଉ ଗୁଡ଼୍ ନାଇଟ୍ କହିବିନି। ରହୁଛି, ଜୟ ଜଗନ୍ନାଥ, ବାଏ। ମୁଁ ଯାଉଛି ଶୋଇଲି।